ବର୍ଷା ଟିକେ କମି ଯାଇଛି। ଗୁଣ୍ଡି ପୋକ ସାଁବାଳିଆ ସଡ଼ା ସବୁ ଲାଗିଛନ୍ତି, ବିଲ ପୁରା ଖାଇଗଲେଣି। ଆଉ ଏଇଟା ହେଉଛି ଦେଖନ୍ତୁ ଇଏ ସଡ଼ା ବିଷ। ପ୍ରଥମେ ଢାଳିଲେ ଏଇ ସଡ଼ା ବିଷ। ଆଉ ଇଏ ପଡ଼ିବ କେତେ ଜାଣିଲ ନା, 2 ଠିପି ପଡ଼ିବ। 2 ଠିପି ନୁହେଁ, ମାନେ 15 30 ଗ୍ରାମ ସଡ଼ା ଲାଗିକି ଗଲାଣି, ଧାନର ଅବସ୍ଥା ନାହିଁ। ଏ ଦେଖନ୍ତୁ ଏଇଟା ସଡ଼ା ବିଷ, ଦେଖନ୍ତୁ ଭଲ, ଏଇଟା ସଡ଼ା ବିଷ। ମାର୍କେଟରେ ଦୁନିଆ ପ୍ରକାର ମିଳୁଛି। ଏଇଟା ହେଉଛି ସାଁବାଳିଆ ମରି, ସାଁବାଳିଆ ଆଉ ଗୁଣ୍ଡି ପୋକ, ପର୍ଜାପତିଆ, ଏଇ ବିଷଟା ସବୁଠୁ ବେଶୀ ହାର୍ଡ଼। ଏଟା ବି ଟିକେ ଦେବା, ଏଟା ଦେବା 15 30 ଗ୍ରାମ, ଇଏ ବି 30 ଗ୍ରାମ ଦେଲେ ପୁରା ଟାଇଟ୍ କରିକି ଦେଇଦେମି। ଆଉ ଦେଖାଯିବ, ଆଉ ଧାନ ମଞ୍ଜ ଆସିଗଲାଣି, ଆଉ ପଛରେ ଆଉ ଦେଇହେବନି। ଏଟା ଗୋଟେ ଟୋନିଂ, ସବୁ ତ ମିଶେଇକି ଦେମି, ଆଉ କିଛି ଛାଡ଼ିବିନି। ଯେତେ ପ୍ରକାର ବିଷ ଅଛି ସବୁ ଦିଆଯିବ। ଅରିଜିନାଲ ବିଷଟା ମୁଁ କାଢ଼େ, ରୁହ ଟିକେ ଅପେକ୍ଷା କର। ଏଇ ବାହାରିଲା ମୋ ପକେଟରୁ। এইটা ହେଉଛି ଡବଲ ଡୋଜ୍ ବାଲା, ବୁଝିଲେ। এইଟା ଦେଲେ ପୁରା ସବୁ ବିଷକୁ ପୁରା ଭେଦେଇବ, ପତ୍ରକୁ ପୁରା ଭେଦେଇବ। ଇଏ ଗୋଟେ ଆକ୍ଟିଭ। ଆଉ କେଉଁ କମ୍ପାନୀର ଆକ୍ଟିଭ ମୁଁ ଆପଣମାନଙ୍କୁ ନିଶ୍ଚୟ କହିବି। ଏଇଟା ଗୋଟେ ଡ୍ରମର 10 ଗ୍ରାମ ଦିଆଯିବ। ଅଧା ପାଣି ଭର୍ତ୍ତି ହେଇଛି, ଆଉ ଅଧା ପାଣି ଭର୍ତ୍ତି କରିବା। ଦେଖନ୍ତୁ ଡ୍ରମ୍ ପକେଇ ଟେକି ସାରେ, ଡ୍ରମ୍ ଟେକି ସାରେ, ତାପରେ ଆପଣମାନଙ୍କୁ ଦେଖେଇବି କେମିତି ବିଷ ପକେଇବେ। ଆପଣ ଜାଣିଥିବେ ତ ବିଷ ପକାଉଛନ୍ତି ଆଗରୁ। ବାସ୍ ଚାଲିଲା ବର୍ତ୍ତମାନ, ପଛକୁ ପଳେଇଛି ଏଇଟା। ଜୟ ଜଗନ୍ନାଥ। ଚାଲିଲା ଏବେ ଦେଖନ୍ତି, ହାତ ମାନେ ହ୍ୟାଣ୍ଡଲ ମାରି ମାରି ମଣିଷ ଜବ୍ଦ ହେବ। ଯାହା ବି ହଉ ବିଷ ପକେଇବା ବନ୍ଦ କରିବାନି। ଆଉ ସଡ଼ା, ସାଁବାଳିଆ, ପର୍ଜାପତିଆ, ଗୁଣ୍ଡି ପୋକ ସବୁ ତ ଭର୍ତ୍ତି ହେଇଥିବେ। ଆଉ ବର୍ଷା ଟିକେ କମି ଯାଇଛି। ଧାନ ଦେଖନ୍ତୁ, ଧାନ କେମିତି ହେଇଛି ନିଶ୍ଚୟ କମେଣ୍ଟ କରିବେ। ମାନେ ନୂଆ ଚାଷୀ ହେଜିପାରୁନି, ଆପଣମାନେ ଧାନ ଦେଖି ନିଶ୍ଚୟ କମେଣ୍ଟ କରିବେ। ଧାନ ତାର କ'ଣ ହେଉଛି, ବିଷ ତ ଦେଉଛି, ଆଉ ଦେଇ ସାରେ ଜଣାପଡ଼ିବ।